ବେଙ୍ଗଲି ଏଗ୍ କରି ନିହାତି ଟ୍ରାଏ କରନ୍ତୁ ଆଉ ଆପଣଙ୍କ ପରିବାରକୁ ଖାଇବାକୁ ଦିଅନ୍ତୁ। ନମସ୍କାର, ମୁଁ ଜୟସ୍ମିତା, ଜଣେ କଣ୍ଟେଣ୍ଟ କ୍ରିଏଟର ଆଉ ଜଣେ ଗୃହିଣୀ। ଚାଲନ୍ତୁ ଏଗ୍ କରି ପ୍ରସ୍ତୁତ କରିବା। ପ୍ରଥମେ ଅଣ୍ଡାକୁ ଚୋପା ଛଡ଼େଇକି ଖୋଲି ନେଇଥିଲି। ତାପରେ କଢ଼ାରେ ତେଲ ଗରମ ହେଇଗଲା ପରେ ଆଳୁ ତ ନିହାତି ମ୍ୟାଣ୍ଡେଟୋରୀ, ଆଳୁକୁ ପକାଇଦେଲି ଭାଜିବା ପାଇଁ। ତାପରେ ଏଠି ପିଆଜକୁ ମୁଁ ଚପରରେ ଚପିଂ କରିଦେଲି। ଦେଖନ୍ତୁ କେତେ ସୁନ୍ଦର ପୁରା ଚପିଂ ମୋର ପିଆଜ ହେଇଯାଇଛି। ତାପରେ ଟମାଟୋକୁ ବି ସେମିତି ଚପରରେ ଦେଇଦେଲି ଚପିଂ ପାଇଁ। ଟମାଟୋ ବି ହେଇଗଲା ଦେଖନ୍ତୁ। ତାପରେ ଗୋଟେ ପାତ୍ରରେ ପିଆଜ ଆଉ ଟମାଟୋ ଖୋଲି ନେଲି। ତାପରେ ଏଠି ମୁଁ କଢ଼ାରେ ଯେଉଁ ଆଳୁ ଭାଜିବା ପାଇଁ ଛାଡ଼ିଥିଲି ତାକୁ ବି ଖୋଲି ନେଲି, ହେଇଯାଇଥିଲା। ତାପରେ ସେଇ ସେମ୍ କଢ଼ାରେ ମୁଁ ଅଣ୍ଡା ପକାଇଦେଲି, ଲୁଣ ହଳଦୀ ଦେଇକି ତାକୁ ଭଲ ଭାବେ ମିକ୍ସ କରିଦେଲି ଅଣ୍ଡା ଭାଜିବା ପାଇଁ। ତାପରେ ଗୋଟେ ପାତ୍ରରେ ଜିରା ପାଉଡ଼ର, ଧଣିଆ ପାଉଡ଼ର, ହଳଦୀ, ତାପରେ ଚିଲି ପାଉଡ଼ର ଦେଇକି ଆମେ ଗୋଟେ ମସଲା ଭଲ ଭାବେ ବନେଇବା। ତାପରେ ପାଣି ଦେଇକି ଭଲ ଭାବରେ ତାକୁ ଗୋଳେଇ ଦେଲି। ମୁଁ ବି ମେନସନ୍ କରିଦେଇଛି, ଆପଣ ଜାଣିପାରିବେ। ତାପରେ ଅଣ୍ଡା ମୋର ହେଇଗଲାଣି, ତାକୁ ମୁଁ ପ୍ଲେଟ୍ରେ ଗୋଟେ ଖୋଲି ଆଣିଲି। ତାପରେ ସେ ସେମ୍ କଢ଼ାରେ ତେଲ ଗରମ ପରେ ଜିରା, ଶୁଖିଲା ଲଙ୍କା ଦେଇଦେଲି। ସେ ଯେ ପିଆଜକୁ କାଟିକି ରଖିଥିଲେ ତାକୁ ଦେଇଦେଲି। ଏବେ ତାକୁ ଆମେ ଭାଜିବା ପାଇଁ ଛାଡ଼ିଦେବା। ଏତେ ସ୍ମେଲ୍ ଏତେ ସୁନ୍ଦର ହେଉଥିଲା ନା। ତାପରେ ଟିକେ ତେଜପତ୍ର ଦେଇଦେଲି, ଖୁସବୁ ମାନେ ବଢ଼ିଆ ଖୁସବୁ ହେଉଥିଲା। ତାପରେ ଆପଣ ପୁରା କଡ଼କ କରିକି ଭାଜିବେନି, ଟିକେ ହାଲକା ଭାଜିଲା ପରେ ସେ ଯେଉଁ ଆଉ ଗୋଟେ ପାତ୍ରରେ ଗୋଳେଇଥିଲି ମସଲା ତାକୁ ନିହାତି ଦେବେ। ସେଇଟା ହିଁ ହେଉଛି ବେଙ୍ଗଲି ଏଗ୍ କରିର ତା ଟେଷ୍ଟ। ତା ହେଇଗଲା ପରେ ଟମାଟୋ ପକାଇଦେଲି। ଦେଖନ୍ତୁ କେତେ ସୁନ୍ଦର କଲର୍ ମୋର ଦେଖାଯାଉଛି। ମସଲା ହେଇଗଲା ପରେ ଆଳୁକୁ ଯେଉଁ ଭାଜି ରଖିଥିଲି ପକାଇଦେଲି। ତାପରେ ଟିକେ 10 ମିନିଟ୍ ପର୍ଯ୍ୟନ୍ତ ଆମେ କଷିବା। ତାପରେ ଦେଖନ୍ତୁ ମୋର କଷି ବି ଚାଲିଲି। ତାପରେ ପାଣି ଦେଇଦେଲି। ପାଣି ଫୁଟିଲା ପରେ ଏବେ ଆସିଗଲା ଅଣ୍ଡା ପକାଇବା ଟାଇମ୍। ଅଣ୍ଡା ପକାଇଦେଲି। ତାପରେ କାଟିଥିବା କଞ୍ଚା ଲଙ୍କାକୁ ପକାଇଦେଲି, ଧଣିଆ ପତ୍ରକୁ ପକାଇଦେଲି, ହେଇଗଲା